କାହିଁକି ମନା କରୁଛନ୍ତି? ଖବର 10 ଡିଜିଟାଲ ଆରେଷ୍ଟର ଆତଙ୍କ 3 ମାସରେ ମହିଳା ଡାକ୍ତରଙ୍କ ଠାରୁ 19 କୋଟି ଟଙ୍କା ଲୁଟ୍। ଗୁଜରାଟରେ ଗାନ୍ଧୀନଗରରେ ରହୁଥିବା ଜଣେ ମହିଳା ଡାକ୍ତରଙ୍କୁ ମାର୍ଚ୍ଚ 15 ତାରିଖରେ ଏକ ଫୋନ୍ ଆସିଲା। ଏହି କଲ୍ରେ ଦାବି କରାଗଲା ଯେ ତାଙ୍କ ଫୋନ୍ରେ ଆପତ୍ତିଜନକ ସାମଗ୍ରୀ ମିଳିଛି। କଲ୍ କରିଥିବା ବ୍ୟକ୍ତି ତାଙ୍କ ଫୋନ୍ ସଂଯୋଗ ବିଚ୍ଛିନ୍ନ କରିବା ଏବଂ ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାର ଧମକ ଦେଇଥିଲେ। ଏହା ଥିଲା ଠକେଇ ପାଇଁ ଏକ ଯୋଜନାବଦ୍ଧ କଲ୍। ଗୁଜରାଟର ଗାନ୍ଧୀନଗରରେ ଦେଶର ସବୁଠୁ ବଡ଼ ଡିଜିଟାଲ ଆରେଷ୍ଟ ମାମଲା ସାମ୍ନାକୁ ଆସିଛି। ଠକଙ୍କ ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ। ତାଙ୍କ ନିକଟରୁ ସାଇବର ଠକମାନେ 3 ମାସ ମଧ୍ୟରେ ପ୍ରାୟ 20 କୋଟି ଠକି ନେଇଛନ୍ତି। ଠକମାନେ ତାଙ୍କୁ ଏପରି ଭୟଭୀତ କରିଥିଲେ ଯେ ସେମାନଙ୍କୁ ଟଙ୍କା ଦେବା ଲାଗି ଡାକ୍ତରାଣୀ ସୁନା ଋଣ ବି କରିଥିଲେ।